କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ଡିସ୍କସ୍ କରିବା ହାଇଡ୍ରୋଲିକ୍ ପ୍ରେସର ବିଷୟରେ। ପଦାର୍ଥ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ଜଳ ଚାପ ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା, ଯାହା ତରଳ ପଦାର୍ଥ କିପରି ବଳ ପ୍ରବାହ କରେ ତାହା ବ୍ୟାଖ୍ୟା କରେ। ଏହା ପାସ୍କାଲଙ୍କ ନିୟମ ଉପରେ ଆଧାରିତ, ଯାହା ଦର୍ଶାଏ ଯେ ଯେତେବେଳେ ଏକ ସୀମିତ ତରଳ ଉପରେ ଚାପ ପ୍ରୟୋଗ କରାଯାଏ, ଏହା ସମସ୍ତ ଦିଗରେ ସମାନ ଭାବରେ ପ୍ରଭାବିତ ହୁଏ। ଯେହେତୁ ତରଳ ପ୍ରାୟ ଅସଙ୍କୋଚନୀୟ, ସେମାନେ ଚାପକୁ ଦକ୍ଷତାର ସହିତ ସ୍ଥାନାନ୍ତର କରିବା ପାଇଁ ଆଦର୍ଶ। ଏକ ଜଳ ସିଷ୍ଟମରେ ତେଲ କିମ୍ବା ପାଣି ପରି ତରଳ ପଦାର୍ଥ ଏକ ପାତ୍ର କିମ୍ବା ପାଇପରେ ଆବଦ୍ଧ ଥାଏ। ଯେତେବେଳେ ଗୋଟିଏ ସ୍ଥାନରେ ବଳ ପ୍ରୟୋଗ କରାଯାଏ, ଚାପ ସମଗ୍ର ତରଳ ପଦାର୍ଥରେ ସମାନ ଭାବରେ ବିସ୍ତାର କରେ। ଏହା ଏକ ଛୋଟ ଅଞ୍ଚଳରେ ପ୍ରୟୋଗ ହୋଇଥିବା ଏକ ଛୋଟ ବଳକୁ ଏକ ବଡ଼ କ୍ଷେତ୍ରରେ ବହୁତ ବଡ଼ ବଳ ଉତ୍ପାଦନ କରିବାକୁ ଅନୁମତି ଦିଏ। ଏହି ନୀତିକୁ ବଳ ଗୁଣନ ଭାବରେ ଜଣାଶୁଣା ଏବଂ ଏହା ଜଳଚାପର ମୁଖ୍ୟ ପ୍ରୟୋଗ। ଦୈନନ୍ଦିନ ଜୀବନ ଏବଂ ଆଧୁନିକ ଶିଳ୍ପରେ ଜଳଚାପ ବହୁଳ ଭାବରେ ବ୍ୟବହୃତ ହୁଏ। ଯାନବାହନରେ ଜଳ ବ୍ରେକ୍ ସୁଗମ ଏବଂ ସୁରକ୍ଷିତ ଭାବରେ କାରଗୁଡ଼ିକୁ ବନ୍ଦ କରିବା ପାଇଁ ଏହି ନୀତି ବ୍ୟବହାର କରାଯାଏ। ଯେତେବେଳେ ବ୍ରେକ୍ ପେଡାଲ ଦବାଯାଏ, ଜଳ ତରଳ ପଦାର୍ଥ ଚାପକୁ ବ୍ରେକ୍ ପ୍ୟାଡକୁ ସ୍ଥାନାନ୍ତର କରେ, ଚକଗୁଡ଼ିକୁ ମନ୍ଥର କରିଦିଏ। ଜଳ ଲିଫ୍ଟ ଏବଂ ଲିଫ୍ଟ ଅଳ୍ପ ପ୍ରୟାସରେ ଭାରି ଭାରି ଜିନିଷ ଉଠାଇବାରେ ସାହାଯ୍ୟ କରେ, କାମକୁ ସହଜ ଏବଂ ସୁରକ୍ଷିତ କରିଥାଏ। ଧାତୁକୁ ଆକାର ଦେବା, ସାମଗ୍ରୀକୁ ଚୂର୍ଣ୍ଣ କରିବା ଏବଂ ମେସିନ ସଂଗ୍ରହ କରିବା ପାଇଁ କାରଖାନାଗୁଡ଼ିକରେ ଜଳ ପ୍ରେସର ବ୍ୟବହାର କରାଯାଏ। କ୍ରେନ୍, ବୁଲଡୋଜର ଏବଂ ଏସ୍କାଭେଟର ଭଳି ନିର୍ମାଣ ଉପକରଣଗୁଡ଼ିକ ମଧ୍ୟ ଭାରୀ କାର୍ଯ୍ୟକୁ ଦକ୍ଷତାର ସହିତ କରିବା ପାଇଁ ହାଇଡ୍ରୋଲିକ୍ ଚାପ ଉପରେ ନିର୍ଭର କରନ୍ତି। ଏହି ମେସିନଗୁଡ଼ିକ ବିଶାଳ ବସ୍ତୁଗୁଡ଼ିକୁ ଉଠାଇ ଏବଂ ସ୍ଥାନାନ୍ତର କରିପାରିବେ କାରଣ ହାଇଡ୍ରୋଲିକ୍ ସିଷ୍ଟମଗୁଡ଼ିକ ମହାନ ଶକ୍ତି ଏବଂ ନିୟନ୍ତ୍ରଣ ପ୍ରଦାନ କରନ୍ତି। ଏପରିକି ବିମାନ ସିଷ୍ଟମଗୁଡ଼ିକ ଲ୍ୟାଣ୍ଡିଂ ଗିୟର୍ସ ଏବଂ ଉଡ଼ାଣ ପୃଷ୍ଠକୁ ନିୟନ୍ତ୍ରଣ କରିବା ପାଇଁ ହାଇଡ୍ରୋଲିକ୍ ବ୍ୟବହାର କରନ୍ତି। ନିଷ୍କର୍ଷରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଦୈନନ୍ଦିନ ଜୀବନରେ ହାଇଡ୍ରୋଲିକ୍ ଚାପର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା କମ୍ ପ୍ରୟାସରେ ଭାରୀ କାର୍ଯ୍ୟ କରିବାରେ ସାହାଯ୍ୟ କରେ, ଦକ୍ଷତା ବୃଦ୍ଧି କରେ ଏବଂ ସୁରକ୍ଷା ସୁନିଶ୍ଚିତ କରେ। ହାଇଡ୍ରୋଲିକ୍ ଚାପକୁ ବୁଝିବା ଆମକୁ ସାହାଯ୍ୟ କରେ ଯେ କିପରି ସରଳ ବୈଜ୍ଞାନିକ ନୀତିଗୁଡ଼ିକ ଆଧୁନିକ ବିଶ୍ୱରେ ଶକ୍ତିଶାଳୀ ଏବଂ ବ୍ୟବହାରିକ ପ୍ରୟୋଗ ନେଇପାରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କେଉଁ ଜାଗାରେ ମୁଁ କହିଲା ବେଳେ ଛାଡ଼ିଗଲି, ତାହେଲେ କମେଣ୍ଟ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଦେବ। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।